ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ଏହି ଏପ୍ରିଲ ମାସରେ ଏକ ବିରାଟ ବଡ଼ ପରିବର୍ତ୍ତନ ଆସିବ। ଆପଣଙ୍କ ଜୀବନରେ ଏକ ବିରାଟ ବଡ଼ ପରିବର୍ତ୍ତନ ଆସିବ ଏବଂ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ଦୁଃଖ କଷ୍ଟ ଆସୁଥିଲା, ବାଧାବିଘ୍ନ ଆସୁଥିଲା, ତାହା ମଧ୍ୟ ଏହି ଏପ୍ରିଲ ମାସରେ ଦୂର ହେବାକୁ ଲାଗିବ। ଏହି ଏପ୍ରିଲ ମାସରେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ଥ ରହିବା ସହିତ ଆପଣ ଯେଉଁ ଋଣରେ କରଜରେ ବୁଡ଼ି ରହୁଥିଲେ ସେଥିରୁ ମଧ୍ୟ ମୁକ୍ତି ପାଇବେ। ତେଣୁ ଆପଣ ଯଦି କୁମ୍ଭ ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହିତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ ଭାବେ କରନ୍ତୁ ଏବଂ କମେଣ୍ଟରେ ଜୟ ମା ମଙ୍ଗଳା ନିଶ୍ଚୟ ଲେଖନ୍ତୁ। ତେବେ ଦେଖନ୍ତୁ, ପ୍ରଥମତଃ କୁମ୍ଭ ରାଶି ବହୁତ ମାତ୍ରାରେ ସରଳ ଏବଂ ସାହସୀ ହେଇଥାନ୍ତି। କୁମ୍ଭ ରାଶିର ବ୍ୟକ୍ତିବିଶେଷ ମାନେ ବହୁତ ମାତ୍ରାରେ ଦୟାଳୁ ମଧ୍ୟ ହୋଇଥାନ୍ତି। ତେଣୁ ଆପଣଙ୍କର ଅଧିପତି ତଥା କର୍ମଫଳ ଦେବତା ଶନି ମହାଗ୍ର ଅଟନ୍ତି। ଶନି ମହାଗ୍ର ଆପଣଙ୍କର ଅଧିପତି ଏବଂ ଆପଣଙ୍କର ଗୁରୁସ୍ଥାନ ତଥା ପଞ୍ଚମ ଭାଗ ଲକ୍ଷ୍ମୀ ନାରାୟଣଙ୍କ ସ୍ଥାନର ପଞ୍ଚମ ଭାଗର ଲାଭ ଘରେ ବିରାଜମାନ କରିଛନ୍ତି ଶନି। ତେଣୁ ଆପଣ ବହୁତ ମାତ୍ରାରେ ଦୟାଳୁ ହେବେ ଏବଂ ନିଷ୍କାମ କର୍ମୀ ମଧ୍ୟ କରୁଥିବେ। ନିଷ୍କାମ ଭାବେ କର୍ମ କରୁଥିବେ, ସକାମ କର୍ମ କରୁଥିବେ। ଦେଖିବେ ଆପଣଙ୍କୁ ଗତ କିଛି ଦିନ ହେଲା ଆପଣଙ୍କ ଜୀବନରେ ଅନେକ ମାତ୍ରାରେ ସମସ୍ୟା ଦେଖିବାକୁ ମିଳୁଥିବ। ଖାସ କରି ଆପଣଙ୍କର ଚାକିରି କ୍ଷେତ୍ରରେ ଏବଂ କ୍ୟାରିୟର କ୍ଷେତ୍ରରେ, ସ୍ୱାସ୍ଥ୍ୟ, ସାମାଜିକ ଲାଇଫ ଏବଂ ପାରିବାରିକ କ୍ଷେତ୍ର, ଯେଉଁ ଆପଣଙ୍କର ଶତ୍ରୁଙ୍କର ଭୟକାରୀ ରହୁଥିଲା, ଏଭଳି ସମସ୍ୟା ଯଦି ଆପଣଙ୍କୁ ଦିଶୁଥାଏ ତେବେ ଏଭଳି ସମସ୍ୟା ଖୁବ୍ ଶୀଘ୍ର ଆପଣଙ୍କ ଠାରୁ ଦୂର ହେବ। ଆପଣଙ୍କୁ ଚାକିରି କ୍ଷେତ୍ରରେ ଉନ୍ନତି ଆସିବା ସହିତ ଆପଣଙ୍କୁ ନୂତନ ଚାକିରି ମଧ୍ୟ ମିଳିପାରେ। ଯଦି ବି ଆପଣ ଚାକିରିରେ ଅଛନ୍ତି ତେବେ ଆପଣଙ୍କର ପ୍ରମୋସନ ହେବାର ମଧ୍ୟ ଯଥେଷ୍ଟ ସମ୍ଭାବନା ରହୁଅଛି। ଆପଣଙ୍କର ପାରିବାରିକ କ୍ଷେତ୍ରରେ ମଧ୍ୟ ଉନ୍ନତି ଆସିବ। ଯେଉଁ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗୁଥିଲା, କଳହ ସୃଷ୍ଟି ହେଉଥିଲା, ତାହା ମଧ୍ୟ ଦୂର ହେବ। ଭାଇ ଭାଇଙ୍କ ମଧ୍ୟରେ କୌଣସି ଜମିବାଡ଼ିକୁ ନେଇ ଆପଣ ଯେଉଁ ଲଢ଼ୁଥିଲେ, କୋର୍ଟ କଚେରୀ ମାମଲା ଆପଣ ଲଢ଼ୁଥିଲେ, କେସ୍ ବାସ୍ ଲଢ଼ୁଥିଲେ, ଏଥିରେ ତ ଆପଣ ନିଶ୍ଚିତ ଭାବେ ବିଜୟ ହେବେ। କିନ୍ତୁ ଭାଇ ଭାଇଙ୍କ ମଧ୍ୟରେ ଯଦି କୌଣସି କଥାକୁ ନେଇ ହେଉ, କୌଣସି ତ୍ରୁଟିକୁ ନେଇ ହେଉ, ଯଦି ବାଦ ବିବାଦ ଲାଗି ରହୁଥିଲା, ତାହା ମଧ୍ୟ ଦୂର ହେବ। ଏବଂ କୁମ୍ଭ ରାଶିର ବ୍ୟକ୍ତିବିଶେଷଙ୍କ କ୍ଷେତ୍ରରେ ବହୁତ ମାତ୍ରାରେ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖିବାକୁ ମିଳିଥାଏ। ଖାସ କରି ଆପଣଙ୍କର ଗ୍ୟାଷ୍ଟ୍ରିକ୍ ଜନିତ ସମସ୍ୟା, ଡାଇବେଟିସ୍ ଜନିତ ସମସ୍ୟା ଏବଂ ଶ୍ୱାସ ଜନିତ ସମସ୍ୟା, ଏଭଳି ତିନୋଟି ସମସ୍ୟା ବହୁତ ମାତ୍ରାରେ ଆପଣଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥାଏ। ଦେଖିବେ ଏହି ଏପ୍ରିଲ ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ହେବା ସହିତ ଡାଇବେଟିସ୍ ଜନିତ ସମସ୍ୟା କିଛି ମାତ୍ରାରେ କମିପାରେ। ଏବଂ ସୂର୍ଯ୍ୟ ରାହୁ ମହାଗ୍ରହ ଆପଣଙ୍କର ଦ୍ୱାଦଶକରେ ବିରାଜମାନ କରିଥିବାରୁ ଆପଣଙ୍କୁ ଚର୍ମଜନିତ ସମସ୍ୟା ମଧ୍ୟ କିଛି ମାତ୍ରାରେ ଦେଖିବାକୁ ମିଳିବ। ଚର୍ମଜନିତ ସମସ୍ୟା କିଛି ମାତ୍ରାରେ ଦେଖିବାକୁ ମିଳିବ, ନଚେତ୍ ଆପଣଙ୍କର ସ୍ୱାସ୍ଥ୍ୟ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ରହିବ। ଏବଂ ମନେ ରଖନ୍ତୁ, ଦେବଗୁରୁ ବୃହସ୍ପତି ମଧ୍ୟ ଆପଣଙ୍କର ସପ୍ତମ ଘରେ ବିରାଜମାନ କରିଛନ୍ତି ଏବଂ ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଘରେ ବିରାଜମାନ କରିଥିବାରୁ ଆପଣଙ୍କ ଜୀବନରେ ବହୁତ ମାତ୍ରାରେ ଫଳପ୍ରାପ୍ତ କରାଇବେ। ଆପଣଙ୍କର ଆର୍ଥିକ ସ୍ଥିତି ଏବଂ ଆର୍ଥିକ ସବଳକୁ ବୃଦ୍ଧି କରାଇବା ସହିତ ଆପଣଙ୍କର ବ୍ୟୟକୁ କମ୍ ମଧ୍ୟ କରାଇବେ। ଆପଣଙ୍କର ଆର୍ଥିକ ଆୟ ବୃଦ୍ଧି ହେବ। ଦେଖିବେ ଆପଣଙ୍କର ଆୟ ଘର 14 ଥିବାବେଳେ ଏହି ଏପ୍ରିଲ ମାସରେ ବ୍ୟୟ ଘର 4 ରହୁଛି ଏବଂ ସଞ୍ଚୟ 10 ଭାଗ ରହୁଛି ବା ସ୍ଥିତି ଯାହାକୁ କୁହାଯାଇଥାଏ। ତେଣୁ ଆପଣଙ୍କ କ୍ଷେତ୍ରରେ ଏହି ଏପ୍ରିଲ ମାସଟି ବହୁତ ମାତ୍ରାରେ ଗୁରୁତ୍ୱପୂର୍ଣ୍ଣ ଅଟେ ଏବଂ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ମଧ୍ୟ ରଖୁଅଛି। ତେବେ ଆପଣଙ୍କ ଉପରେ ନିର୍ଭର କରେ ଆପଣ ଏହି ଏପ୍ରିଲ ମାସଟିକୁ କିପରି କଟାଇବେ ଏବଂ ଆପଣଙ୍କ ଉପରେ ନିର୍ଭର କରେ ଏହି ଏପ୍ରିଲ ମାସଟିକୁ ଆପଣ କିପରି ଭାବେ କାଟିପାରିବେ। ତେବେ ଆପଣ ମନେ ରଖନ୍ତୁ, ଭଲ କର୍ମ କରନ୍ତୁ, ଧର୍ମରେ ଯାଆନ୍ତୁ ଏବଂ ସତ୍ୟ ମଧ୍ୟ କୁହନ୍ତୁ, ସତ୍ୟ କୁହନ୍ତୁ। କିଛି ନହେଲେ ଆପଣ ଆର୍ଥିକ ସ୍ଥିତି ହେଉ, ଆପଣଙ୍କର ଯଦି ଆର୍ଥିକ ସ୍ଥିତି ଅଛି କିମ୍ବା ଆପଣ ଦେଖନ୍ତୁ, ମନେ ରଖନ୍ତୁ, ଆପଣ ଯଦି ଖାଇବାକୁ ମଧ୍ୟ 3 ଗୁଣ୍ଡା ପାଉଛନ୍ତି ତେବେ କିଛି ମାତ୍ରାରେ ଦାନ କରନ୍ତୁ। ଖାଦ୍ୟ ହୋଇପାରେ, ବସ୍ତ୍ର ହୋଇପାରେ, ଯେକୌଣସି ଆର୍ଥିକ ସ୍ଥିତି ହେଉ, ଅର୍ଥ ଦାନ ହୋଇପାରେ, ଆପଣ କିଛି ଦାନ କରନ୍ତୁ। ଦେଖିବେ ବହୁତ ମାତ୍ରାରେ ଆପଣଙ୍କର ମଙ୍ଗଳ ଘଟିବ ଏବଂ ଆପଣଙ୍କ ଜୀବନରେ ଯେତେ ମାତ୍ରାରେ ବାଧାବିଘ୍ନ ଆସୁଥିଲା, ଦୁଃଖ କଷ୍ଟ ଆସୁଥିଲା, ତାହା ମଧ୍ୟ ଦୂର ହେବ।
ତେଣୁ କିଛି ମାତ୍ରାରେ ଦାନ କରନ୍ତୁ। ଦାନ କରିବା ଦ୍ୱାରା ଆପଣ ଭିକାରୀ ହୋଇଯିବେ ନାହିଁ। ତେଣୁ ଏହା କଲେ ଆପଣଙ୍କର ନିଶ୍ଚିତ ଭାବେ ମଙ୍ଗଳ ହେବ। ଆଉ ବାକି ରହିଲା ଆପଣଙ୍କର ଏହି ଏପ୍ରିଲ ମାସରେ ରାହୁ ଦ୍ୱାଦଶ ଘରେ ଅଛନ୍ତି ସୂର୍ଯ୍ୟଙ୍କ ସହ, ଏବଂ ଆପଣଙ୍କର ନବମ ଘରେ ରହିଛନ୍ତି ବୁଧ ଏବଂ ଶୁକ୍ର, ତାଙ୍କ ସହ କେତୁ ମଧ୍ୟ। ତିନୋଟି ମହାଗ୍ରହ ଏକତ୍ରିତ ଥିବାରୁ ଆପଣଙ୍କର କିଛି ଛୋଟ ମୋଟ ଆକ୍ସିଡେଣ୍ଟ ହୋଇପାରେ। ତେଣୁ ଆପଣ ଆପଣଙ୍କର ଇଷ୍ଟ ଦେବୀ ମା ମଙ୍ଗଳାଙ୍କ ପାଖକୁ ଯାତ୍ରା କରନ୍ତୁ। ପ୍ରତ୍ୟେକ ଦିନର ସନ୍ଧ୍ୟାବେଳେ ଯାତ୍ରା କରନ୍ତୁ ଏବଂ ଦୀପଟିଏ ଜଳାନ୍ତୁ। ଦେଖିବେ ମା ମଙ୍ଗଳା ଆପଣଙ୍କୁ ନିଶ୍ଚିନ୍ତ ଭାବେ ଘଣ୍ଟ ଘୋଡ଼େଇ ରଖିବେ ଏବଂ ସମ୍ପୂର୍ଣ୍ଣ ଭାବେ ବିପଦରୁ ଆପଣଙ୍କୁ ଦୂର ରଖିବେ। ତେବେ ଆପଣଙ୍କର ଯଦି କୁମ୍ଭ ରାଶି ହୋଇଥାଏ ଏବଂ ଆପଣ ଈଶ୍ୱରଙ୍କୁ ବା ମା ମଙ୍ଗଳାଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ଏବଂ ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ଦେଖିଥାନ୍ତି, ତେବେ ଲାଇକ୍ କରନ୍ତୁ, ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ ଏବଂ କମେଣ୍ଟରେ ଜୟ ମା ମଙ୍ଗଳା ନିଶ୍ଚିତ ଭାବେ ଲେଖନ୍ତୁ। ତା ସହିତ ପ୍ରତ୍ୟେକ ଦିନ ହନୁମାନ ଚାଳିଶା ମଧ୍ୟ ପାଠ କରନ୍ତୁ। ତେବେ ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।